2026 ଦ୍ୱିତୀୟ ଆଇପିଏଲ୍ ମ୍ୟାଚ୍ ପାଇଁ ଏମ୍ଆଇ ଏବଂ କେକେଆର୍ର ପ୍ଲେଇଂ 11 ଦଳରେ 5ଟି ପରିବର୍ତ୍ତନ। ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ 5ଟି ଆଇପିଏଲ୍ ଟ୍ରଫି ଜିତିଥିବା ବେଳେ କଲିକତା ନାଇଟ୍ ରାଇଡର୍ସ 3 ଥର ଆଇପିଏଲ୍ରେ ବିଜୟ ହାସଲ କରିଛି। 2026 କାର୍ଯ୍ୟସୂଚୀ ଅନୁସାରେ ଦୁହେଁ ଦଳ ପରସ୍ପର ସହିତ ମାର୍ଚ୍ଚ 29ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ମ୍ୟାଚ୍ଟି ମୁମ୍ବାଇର ହୋମ୍ଗ୍ରାଉଣ୍ଡ ୱାଙ୍ଗଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ, ଯେଉଁଥିରେ ଏମ୍ଆଇ ଦଳ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବେ। ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ମହିଳା ଜୟୱାର୍ଧନେ ଜାରି ରଖିଛନ୍ତି। ତେବେ କ୍ୱିଣ୍ଟନ ଡିକକ୍ ୱିକେଟ୍ କିପର ଓପନର ଭାବରେ କାର୍ଯ୍ୟ କରିବା ପାଇଁ ଏମ୍ଆଇରେ ପୁନଃ ଯୋଗଦାନ ଦେଇଛନ୍ତି। ସେ ରୋହିତ ଶର୍ମାଙ୍କ ସହ ଓପନିଂ କରିବାରେ ନଜର ଆସିବେ। ଏହି ଯୋଡ଼ି ପାୱାର ପ୍ଲେରେ ବାମ ଡାହାଣ ମିଶ୍ରଣ ସନ୍ତୁଳନ ଏବଂ ଆଟାକିଂ ଶକ୍ତି ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ଯୋଡ଼ି ପୂର୍ବରୁ ସେମାନଙ୍କର ଚାମ୍ପିୟନସିପ୍ ବର୍ଷ 2019 ଏବଂ 2020 ସମୟରେ ଏମ୍ଆଇର ବ୍ୟାଟିଂ ଲାଇନ୍ଅପ୍ର ଏକ ମୂଳଦୁଆ ଗଠନ କରିଥିଲେ, ଯାହା ସେମାନଙ୍କର କମ୍ପାଟିବିଲିଟି ପାଇଁ ଜଣାଶୁଣା। ସେହିପରି ରିଆନ୍ ନିକଲଟନ ଏବଂ ୱିଲ୍ ଜାକ୍ସ ପରି ବିସ୍ଫୋରକ ବ୍ୟାଟରକୁ ବ୍ୟାକଅପ୍ ଓପନର ଭାବେ ରଖାଯାଇଛି। ତେବେ ତିଲକ ବର୍ମା ନମ୍ବର 3 ବ୍ୟାଟିଂ ପୋଜିସନ ପାଇଁ ଜଣେ ଦୃଢ଼ ପ୍ରାର୍ଥୀ, ଯାହା ଏମ୍ଆଇ ଦଳକୁ ନେଇ ହୋଇଥିବା ଆଲୋଚନାରେ ଉଲ୍ଲେଖ କରାଯାଇଛି। କିଛି ପ୍ରଶଂସକ ଏବଂ ବିଶ୍ଳେଷକମାନେ ତାଙ୍କୁ 3 ନମ୍ବରରେ ଖେଳିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି। ବାକି ମିଡିଲ୍ ଅର୍ଡରରେ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱିଲ୍ ଜାକ୍ସ ସମେତ ଲୋୟର ଅର୍ଡରରେ ନମନ ଧୀର, ମିଚେଲ ସାଣ୍ଟନର ଏବଂ ପାୱାରଫୁଲ୍ ହିଟର ସରଫାନ ରଦରଫୋର୍ଡ ଦଳକୁ ଶେଷ ଓଭରଗୁଡ଼ିକରେ ବିସ୍ଫୋରକ ସ୍କୋରିଂ ପାଇଁ ଡିଜାଇନ୍ କରାଯାଇଛି। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ 2025 ସିଜନରେ 5ଟି ଅର୍ଦ୍ଧଶତକ ସହିତ 717 ରନ୍ର ଏକ ବିଶାଳ ସ୍କୋର କରିଥିଲେ, ଯାହା ଦଳର ଏମ୍ଭିପି ଭାବରେ ଶେଷ ହୋଇଥିଲା। ଏମ୍ଆଇର ବୋଲିଂ ଲାଇନ୍ଅପ୍ର ନେତୃତ୍ୱ ଯଶପ୍ରୀତ ବୁମରା ଏବଂ ଟ୍ରେଣ୍ଟ ବୋଲ୍ଟ ନେବେ ବୋଲି ଆଶା କରାଯାଉଛି, ଯାହାକୁ ଭାରତୀୟ ପେସର ଦୀପକ ଚହର ଏବଂ ଶାର୍ଦୁଲ ଠାକୁର ସମର୍ଥନ କରିବେ। ମିଚେଲ ସାଣ୍ଟନର ଏବଂ ମୟଙ୍କ ମାର୍କଣ୍ଡେଙ୍କ ପରି ସ୍ପିନ୍ ବିକଳ୍ପ ସହିତ ତାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବୋଲିଂ ଅଲରାଉଣ୍ଡର ଗଭୀରତା ପ୍ରଦାନ କରିବେ। ଅନ୍ୟପଟେ 2026 ଆଇପିଏଲ୍ରେ ଅଜିଙ୍କ୍ୟ ରାହାଣେ କେକେଆର୍ର ଅଧିନାୟକ ଭାବରେ ଜାରି ରହିଛନ୍ତି, ଯେଉଁଥିରେ ଅଭିଷେକ ନାୟର ମୁଖ୍ୟ ପ୍ରଶିକ୍ଷକ ଭାବେ ଭୂମିକା ଗ୍ରହଣ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କେକେଆର୍ର ଫିନ୍ ଏଲେନ୍ ଏବଂ ଟିମ୍ ସେଫର୍ଟ ଏକ ଗତିଶୀଳ ଓପନିଂ ଯୋଡ଼ି ପଡ଼ିଆକୁ ଓହ୍ଲାଇବେ ବୋଲି ଆଶା କରାଯାଉଛି। ଦୁହେଁ ଉଚ୍ଚମାନର ବ୍ୟାଟିଂ ପାଇଁ ଜଣାଶୁଣା। ସେମାନେ 2026 ଟି20 ବିଶ୍ୱକପ୍ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ 9 ଓଭରରେ 117 ରନ୍ର ପାଳି ଗଢ଼ିଥିଲେ, ଯାହାଙ୍କ ଉପରେ ସମସ୍ତଙ୍କ ନଜର ରହିବ ଆଇପିଏଲ୍ରେ। ସେହିପରି ମଧ୍ୟକ୍ରମରେ ଶକ୍ତିଶାଳୀ ଫିନିସର ରିଙ୍କୁ ସିଂ, ଅଲରାଉଣ୍ଡର ରମନଦୀପ ସିଂ, ଅଙ୍କ୍ରିସ ରଘୁବଂଶୀ, ଅଜିଙ୍କ୍ୟ ରାହାଣେ ଆଦିଙ୍କ ପରି ବହୁମୁଖୀ ବିକଳ୍ପ ଅଛନ୍ତି। ମଧ୍ୟକ୍ରମକୁ ବିସ୍ଫୋରକ ବ୍ୟାଟିଂ ପାଇଁ ତିଆରି କରାଯାଇଛି, ଯେଉଁଥିରେ କ୍ୟାମରନ ଗ୍ରୀନ ଓ ସୁନୀଲ ନାରିନଙ୍କୁ ମଧ୍ୟ ସର୍ବାଧିକ ସ୍କୋର କରିବା ପାଇଁ ବ୍ୟାଟିଂ କ୍ରମରେ ଭାସମାନ ହେବାର ସମ୍ଭାବନା ଅଛି। କେକେଆର୍ର ବୋଲିଂ ଲାଇନ୍ଅପ୍ରେ ସୁନୀଲ ନାରିନ ଏବଂ ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ସ୍ପିନ୍ ଯୋଡ଼ି ଭାବରେ ରହିବେ ବୋଲି ଆକଳନ କରାଯାଇଛି, ଯାହାକୁ ପେସର ବୈଭବ ଆରୋରା ଏବଂ କାର୍ତ୍ତିକ ତ୍ୟାଗୀ ସମର୍ଥନ କରିବେ। ସେହିଭଳି ହର୍ଷିତ ରାଣା ଏବଂ ଅନ୍ୟମାନଙ୍କ ସହିତ ଆଘାତ ସମସ୍ୟା ଯୋଗୁଁ ବ୍ଲେସିଂ ମୁଜରବାନି ଏବଂ ଉମରାନ ମଲ୍ଲିକ ସମ୍ଭାବ୍ୟ ଇମ୍ପାକ୍ଟ ପ୍ଲେୟାର ଭାବେ ପେସ୍ ଆକ୍ରମଣରେ ପ୍ରମୁଖ ଯୋଡ଼ି ହେବେ। ତେବେ ଦର୍ଶକ ବନ୍ଧୁମାନେ, ଏମ୍ଆଇ ବନାମ କେକେଆର୍ ମ୍ୟାଚ୍ରେ ଆପଣମାନେ କାହାକୁ ସପୋର୍ଟ କରୁଛନ୍ତି ତାହା କମେଣ୍ଟ ମାଧ୍ୟମରେ ଜଣାନ୍ତୁ।